All my student, welcome to my YouTube channel. आज ଆମେ ପଢିବା the crab and the fox. କ୍ରାବ୍ କହିଲେ କଙ୍କଡ଼ା, ଫକ୍ସ କହିଲେ କୋକିଶିଆଳି। ଗୋଟିଏ କଙ୍କଡ଼ା ଏବଂ ଗୋଟିଏ କୋକିଶିଆଳି ବିଷୟରେ ଆଜି ଆମେ ପଢ଼ିବା। ଏହି ପିକ୍ଚରରେ ଆମେ ଦେଖିପାରିବା କଙ୍କଡ଼ା ଏବଂ କୋକିଶିଆଳିକୁ। ଆମେ ପ୍ରଥମେ ତାକୁ ରିଡ଼ିଂ କରିବା, ତାର କଠିନ ଶବ୍ଦକୁ ଲେଖିବା, ତାପରେ ତାକୁ ବେସ୍ କରିକି ଆମେ କିଛି କ୍ୱେଶ୍ଚିନ୍ ବି କରିବା। ଚାଲ ଆମେ ପଏମ୍ଟି ଷ୍ଟାର୍ଟ କରିବା। Read the poem silently and answer the questions that follow. କବିତାଟିକୁ ଆମେ ଶାନ୍ତ ଭାବରେ ପଢ଼ିବା ଏବଂ କିଛି ତାର ପ୍ରଶ୍ନ ଉତ୍ତର ମଧ୍ୟ କରିବା। It was a very cool night. ଏହା ଏକ ଶୀତଳ ରାତ୍ରି ଥିଲା। ନାଇଟ୍ କହିଲେ ଏଠି କଠିନ ଶବ୍ଦ ରାତ୍ରି, କୁଲ୍ କହିଲେ ଶୀତଳ। ଏହା ଏକ ଶୀତଳ ରାତ୍ରି ଥିଲା। And there was no crab. କ୍ରାବ୍ କହିଲେ କଙ୍କଡ଼ା। ଏବଂ ଗୋଟିଏ ବି କଙ୍କଡ଼ା ଦୃଷ୍ଟିରେ ପଡ଼ୁନଥିଲା। ସାଇଟ୍ କହିଲେ ଦୃଷ୍ଟିରେ ପଡ଼ିବା। The fox. ଫକ୍ସ କହିଲେ କୋକିଶିଆଳି। Looked for one. କିନ୍ତୁ କୋକିଶିଆଳିଟି ଗୋଟିଏ କଙ୍କଡ଼ାକୁ ଖୋଜୁଥିଲା, କିନ୍ତୁ ସେଠାରେ ଗୋଟିଏ ବି କଙ୍କଡ଼ା ନଥିଲା। It was a very cold night. ଗୋଟିଏ ଶୀତଳ ରାତ୍ରି ଥିଲା। And there was no crab in sight. ଦୃଷ୍ଟିରେ ଗୋଟିଏ ବି କଙ୍କଡ଼ା ପଡ଼ୁନଥିଲେ। The fox looked for one. କିନ୍ତୁ କୋକିଶିଆଳି ଗୋଟିଏ କଙ୍କଡ଼ାକୁ ଖୋଜୁଥିଲା। ଏଠି କୋକିଶିଆଳି ଅଛି। But there was none. କିନ୍ତୁ ଗୋଟିଏ ବି ନଥିଲା। Where did they go? ସେମାନେ କୁଆଡ଼େ ଗଲେ? Not even one in sight. ଦୃଷ୍ଟିରେ ପଡ଼ୁନାହାନ୍ତି ବା ଦେଖାଯାଉନାହାନ୍ତି। They must be in their hole. କୋକିଶିଆଳି କହୁଛି ସେମାନେ ନିହାତି ହୋଲ୍ସ କହିଲେ ଗାତରେ ଥିବେ କଙ୍କଡ଼ାମାନେ। If am I right? ଯଦି ମୁଁ ସତ କହୁଥିବି, ଠିକ୍ କହୁଥାଏ, ତାହେଲେ ସେମାନେ ଗାତ ଗୁଡ଼ିକରେ ଥିବେ। Thinking so he got ready. ସେ ଠିକ୍ କଥା ଭାବି ସେ ପ୍ରସ୍ତୁତ ହୋଇଗଲା। The hunger too made him greedy. ତାକୁ ତା ଭୋକ, କୋକିଶିଆଳ ଭୋକ, ହଙ୍ଗର କହିଲେ ଭୋକିଲା, HUNGER, କୋକିଶିଆଳ ଭୋକିଲା ତାକୁ to made him greedy, greedy କହିଲେ ଲୋଭୀ, ତାକୁ ଲୋଭୀ ବନେଇ ଦେଲା। କୋକିଶିଆଳକୁ ବହୁତ ଜୋରେ ଭୋକ ଲାଗୁଥିଲା, ସେ ସେଇଥିପାଇଁ କଙ୍କଡ଼ାମାନଙ୍କର ଅନୁସନ୍ଧାନରେ ଥିଲା। To go in search of a crab hole. ସିଏ ଅନୁସନ୍ଧାନ କରିବା ପାଇଁ କୋଉଠିକି ଗଲା? କ୍ରାବ୍ କଙ୍କଡ଼ାର ଗାତକୁ ବାହାରିଲା। And he straightened his tail like a pole. Straighten କହିଲେ ଏଠି କଠିନ ଶବ୍ଦ ଆମର ରହିଗଲା straightened। And he straightened his tail like a pole. straighten କହିଲେ ସଳଖ କରିବା ବା ସିଧା କରିବା, ପୋଲ୍ କହିଲେ ଖୁଣ୍ଟ ପରି। ସେ କ'ଣ କଲା? କୋକିଶିଆଳି ତା ଲାଞ୍ଜକୁ, ଟେଲ୍ କହିଲେ ଲାଞ୍ଜକୁ ଖୁଣ୍ଟ ପରି ସିଧା ବା ସଳଖ କରିଦେଲା। Inside the hole his bushy tail he pushed. Inside the hole କହିଲେ ଗାତ ଭିତରକୁ, his bushy କହିଲେ ବୁଦାଳିଆ ବା ଲୋମାଂସ ଲାଞ୍ଜକୁ ଠେଲି ଦେଲା। ସେ ତା ଲାଞ୍ଜକୁ ସିଧା କରି ତାର ବୁଦାଳିଆ ଲାଞ୍ଜକୁ ସେ ହୋଲ୍ ଭିତରକୁ ବା ଗାତ ଭିତରକୁ ଠେଲି ଦେଲା। ପୁଷ୍ଟ କହିଲେ ଠେଲି ଦେଲା। The crab he thought it slightly missed. ଯେତେବେଳେ ସେ ତାର ବୁଦାଳିଆ ବା ଲୋମାଂସ ଲାଞ୍ଜକୁ ଗାତ ଭିତରକୁ ଠେଲି ଦେଲା, the crab he thought he slightly
ମିସ୍ କଙ୍କଡ଼ାଟିରେ ବାଜିବାରେ ଟିକେ ଭୁଲ ହୋଇଗଲା। କଙ୍କଡ଼ା ଦେହରେ ବାଜିବାରେ ସେ ଟିକେ ଭୁଲ ହେଲା। ହି ୱେଟେଡ୍ ଲଙ୍ଗ୍ ଫର୍ ଏ ସୁଇଟ୍ ପୁଲ୍। ସେ ବହୁ ସମୟ ଧରି ଅପେକ୍ଷା କଲା। ଫର୍ ଏ ସୁଇଟ୍ ପୁଲ୍ ମାନେ ଗୋଟେ ମଧୁର ଟଣା ପାଇଁ, ଯେ ତାକୁ ମାନେ କୌଣସି କଙ୍କଡ଼ା ସେ ହୋଲ୍ ଭିତରକୁ ଟାଣନ୍ତୁ ବୋଲି ସେ ବହୁ ସମୟ ଅପେକ୍ଷା କଲା। ବଟ୍ ଫର୍ ଲଙ୍ଗ୍ ଦେୟାର୍ ୱାଜ୍ ନନ୍ ଆଟ୍ ଅଲ୍। ଦୀର୍ଘ ସମୟ ଅପେକ୍ଷା ପରେ କିଛି ହେଲା ନାହିଁ। ଫାଇନାଲି ହି ପୁଲ୍ଡ ଆଉଟ୍ ହିଜ୍ ଟେଲ୍। ଗାତ ଭିତରକୁ ଯେଉଁ ଲାଞ୍ଜକୁ, ତାର ବୁଦାଳି ଲାଞ୍ଜକୁ ପସେଇଥିଲା, ସେ ଟାଣି ଆଣିଲା। ପୁଲ୍ଡ କହିଲେ ଟାଣି ଆଣିବା। ପୁଷ୍ଟ କହିଲେ ସେ ଠେଲି ଦେଇଥିଲା। ଯେତେବେଳେ କେହି ବି କ'ଣ ସୁଇଟ୍ ପୁଲ୍ ମଧୁର ଟାଣ ଦେଲେ ନାହିଁ, ଟଣା ଦେଲେ ନାହିଁ, ସେ କ'ଣ କଲା? ସେ ପୁଲ୍ଡ ଆଉଟ୍, ସେ ବାହାରକୁ ଟାଣି ଆଣିଲା। ବଟ୍ ଦ କ୍ରାବ୍ ୱାଜ୍ ଇନସାଇଡ୍, ହି କୁଡ୍ ସ୍ମେଲ୍। କିନ୍ତୁ କଙ୍କଡ଼ା ଥିବାର ଭିତରେ, ଇନସାଇଡ୍ କହିଲେ ଭିତରେ, ସେ ଗନ୍ଧ ବାରି ପାରୁଥିଲା। କଙ୍କଡ଼ାଟି ଭିତରେ ଅଛି ବୋଲି ସ୍ମେଲ୍ କହିଲେ ବାସନା, ବାସନା ବାରି ପାରୁଥିଲା। ସୋ ହି ଚେଞ୍ଜଡ୍ ହିଜ୍ ପ୍ଲାନ୍। ସେ ତାର ଯୋଜନାକୁ କ'ଣ କଲା? ଚେଞ୍ଜ କଲା, ବଦଳାଇ ଦେଲା। ଆଣ୍ଡ କଲ୍ଡ ବ୍ରଦର୍ କ୍ରାବ୍। କଙ୍କଡ଼ା ଭାଇ, ଲେଟ୍ସ ସମ୍ ସଙ୍ଗ୍। ଚାଲ କିଛି ଗୀତ ଗାଇବା। ଆଣ୍ଡ ଡ୍ୟାନ୍ସ, ନାଚିବା। କାହାକୁ ଡାକିଲା? କ୍ରାବ୍କୁ ଡାକିଲା। ଚାଲ କଙ୍କଡ଼ା ଭାଇ କିଛି ଗୀତ ଗାଇବା ଏବଂ ନାଚିବା। ଦ ୱେଦର୍ କଲ୍ସ ଫର୍ ସଚ୍ ମେରି ମେକିଂ। ସେ କହିଲା, ୱେଦର୍ କହିଲେ ପାଗ, WEATHER। ୱେଦର୍ କହିଲେ ପାଗ। କହିଲା ପାଗ ଆମକୁ ଡାକୁଛି। କଲ୍ସ କହିଲେ ଡାକୁଛି। ଫର୍ ସଚ୍ ମେରି ମେକିଂ। ମେରି କହିଲେ ମଉଜ କରିବା ପାଇଁ। ମେରି ମେକିଂ କହିଲେ ମଉଜ କରିବା ପାଇଁ ପାଗ ଆମକୁ ଡାକୁଛି। ହ୍ୱାଟ୍ ଇଜ୍ ଲାଇଫ୍ ୱିଦାଉଟ୍ ଡ୍ୟାନ୍ସିଂ ଆଣ୍ଡ ସିଙ୍ଗିଂ। କୋକିଶିଆଳି କହୁଛି, ନାଚିବା, ଗୀତ ଗାଇବା ବିନା କ'ଣ ଜୀବନ? ଜୀବନର ଅର୍ଥ କ'ଣ? ଦ କ୍ରାବ୍ ୱେଲ୍ ଅଣ୍ଡରଷ୍ଟୁଡ୍। କଙ୍କଡ଼ା ଭଲ ଭାବରେ ବୁଝିଗଲା। ଅଣ୍ଡରଷ୍ଟୁଡ୍ କହିଲେ ବୁଝିଯିବା, ୱେଲ୍ କହିଲେ ଭଲ ଭାବରେ। ଦ କ୍ରାବ୍ ୱେଲ୍ ଅଣ୍ଡରଷ୍ଟୁଡ୍। କଙ୍କଡ଼ାଟି ଭଲ ଭାବରେ ବୁଝିଗଲା। ଦ ଫକ୍ସ ରିଅଲି ମୁଡ୍। କୋକିଶିଆଳର କ'ଣ ମନୋବୃତ୍ତି? ମୁଡ୍ କହିଲେ ମନୋବୃତ୍ତି, ରିଅଲ୍ କହିଲେ ପ୍ରକୃତ। କୋକିଶିଆଳିର ପ୍ରକୃତ ମନୋବୃତ୍ତି ସେ ବୁଝିପାରିଲା। ଥଟ୍ ହି ଟୁ ହିମସେଲ୍ଫ, ଆମ୍ ଆଇ ଏ ଫୁଲ୍। ସେ ନିଜକୁ ନିଜ ଭାବିଲା। ହିମସେଲ୍ଫ କହିଲେ ନିଜକୁ ନିଜ, ଥଟ୍ କହିଲେ ଭାବିଲା। କୋକିଶିଆଳି ନିଜକୁ ନିଜ ଭାବିଲା, ମୁଁ କ'ଣ ଏତେ ବୋକା? ଫୁଲ୍ କହିଲେ ବୋକା। ଆଣ୍ଡ ଆନ୍ସାର୍ଡ ଫ୍ରମ୍ ହିଜ୍ ହୋଲ୍। ସେ ଗାତରେ ଥାଇ ଉତ୍ତର ଦେଲା। ଆନ୍ସାର୍ଡ କହିଲେ ଉତ୍ତର ଦେଲା। ହୁ ଇଜ୍ ଗୋଇଂ ଟୁ ସିଙ୍ଗ୍ ଆଣ୍ଡ ଡ୍ୟାନ୍ସ। କିଏ ଯାଉଛି ଗୀତ ଗାଇବା ପାଇଁ ଓ ନାଚିବା ପାଇଁ? କାହା କହିଲା? କୋକିଶିଆଳିକି। କିଏ କହିଲା? କ୍ରାବ୍ କହିଲା ତା ହୋଲ୍ ଭିତରୁ। କିଏ ଯାଉଛି ଗୀତ ଗାଇବା ପାଇଁ ଏବଂ ନାଚିବାକୁ? ଇନ୍ ସଚ୍ ଏ ୱେଦର୍ କୁଲ୍। ଏଇ ଶୀତଳ ପାଗରେ। ଆଇ ୱିଲ୍ ରାଦର୍ ଇଟ୍ ଆଣ୍ଡ ସ୍ଲିପ୍ ୱେଲ୍। ମୁଁ ବରଂ, ରାଦର୍ କହିଲେ ବରଂ, ବରଂ ଖାଇ ପିଇ ଆରାମରେ ଶୋଇବି। ଇନ୍ ମାଇ କୋଜି ଲିଟିଲ୍ ହୋଲ୍। ମୋ କୋଜି କହିଲେ ଆରାମଦାୟକ ଛୋଟ ଗାତ ଭିତରେ ମୁଁ ଖାଇ ପିଇ ଶୋଇବି। କିଏ ଏଇ ଶୀତଳ ପାଗରେ ଯାଉଛି? ସେ କୋକିଶିଆଳିକୁ କହିଦେଲା। ଏବେ ଯିବା ଆମେ କିଛି କୋଶ୍ଚିନ୍ ତାର ଅଛି, ତାକୁ ଦେଖିବା। 10 ନମ୍ବର ଯାଏ କୋଶ୍ଚିନ୍ ଅଛି, ତାପରେ କିଛି ସର୍ଟ କୋଶ୍ଚିନ୍ ବି କରିବା। ଦ କ୍ରାବ୍ ଆଣ୍ଡ ଫକ୍ସର କିଛି କୋଶ୍ଚିନ୍ ଆମ ଆଗରେ ରେଡ଼ି ହୋଇଯାଇଛି। କୋଶ୍ଚିନ୍ ନମ୍ବର 1 ଅଛି,
What is the story about? Answer. The story is about a crab and a fox. କବିତାଟି ବା ସରି ଗପଟି କାହା ଉପରେ ଆଧାରିତ? ଗପଟି କଙ୍କଡ଼ା ଏବଂ କୋକିଶିଆଳି ଉପରେ ଆଧାରିତ ଥିଲା। Question number 2. What did the fox look for? Fox ବା କୋକିଶିଆଳିଟି କାହାକୁ ଖୋଜୁଥିଲା? The fox looked for a crab. କୋକିଶିଆଳିଟି କଙ୍କଡ଼ାକୁ ଖୋଜୁଥିଲା। Question number 3. Did he find one? ସେ କାହାକୁ ପାଇଲା କି? He did not find one. ସେ କାହାକୁ ବି ପାଇଲା ନାହିଁ। Question number 4. Where did he push his tail? Why? ସେ କେଉଁଠିକୁ ତା ଲାଞ୍ଜକୁ ଠେଲି ଦେଇଥିଲା ଏବଂ କାହିଁକି ଠେଲି ଦେଇଥିଲା? ସେ ତା ଲାଞ୍ଜଟିକୁ କାହିଁକି ଠେଲି ଦେଇଥିଲା? He pushed his tail inside the hole. ସେ ତା ଲାଞ୍ଜକୁ ଠେଲି ଦେଇଥିଲା because he wanted to pull the crab out of its hole. କାରଣ ସେ କଙ୍କଡ଼ାକୁ ଗାତ ଭିତରୁ ଟାଣି ଆଣିବା ପାଇଁ ତା ଲାଞ୍ଜକୁ ସେ ଠେଲି ଦେଇଥିଲା। Question number 5. How could he know that crab was inside? ସେ କେମିତି ଜାଣିଲା ଯେ କଙ୍କଡ଼ା ଗାତ ଭିତରେ ଅଛି? He could smell that the crab was inside the hole. ସେ ବାସନାରୁ ଜାଣିଲା ଯେ କଙ୍କଡ଼ା ଗାତ ଭିତରେ ଅଛି। ଏବେ ଯିବା ଆମେ ସମସ୍ତେ ଲେଖିଦିଅ Question number 6 ପାଖକୁ। What was his plan? ତା ପ୍ଲାନ୍ଟି କ'ଣ ଥିଲା? କୋକିଶିଆଳିର ପ୍ଲାନ୍ଟି କ'ଣ ଥିଲା? Answer. His new plan was to make friend with crab. ତାର ନୂଆ ଯୋଜନାଟି ଥିଲା କି ସେ କଙ୍କଡ଼ା ସହିତ ସାଙ୍ଗ ହେବ and to call him to come out. ତାକୁ ଡାକିବ ଗାତ ଭିତରକୁ ବାହାରି ଆସିବା ପାଇଁ of its hole for enjoying the fine weather. ଭଲ ପାଗକୁ କ'ଣ ଏନ୍ଜୟ କରିବା ପାଇଁ ବା ମୌଜ କରିବା ପାଇଁ। Did the plan work? Why? ତା ପ୍ଲାନ୍ କାମ କଲା କି? ତା ଯୋଜନା କାମ ହେଲା କି? No, the plan did not work well. ତାର ଯୋଜନା କାମ କଲା ନାହିଁ because the crab was cunning enough to the fox real mood. କାରଣ କଙ୍କଡ଼ା ଜାଣି ଦେଇଥିଲା ଫକ୍ସର ପ୍ରକୃତ ମନୋବୃତ୍ତି କ'ଣ ଥିଲା ସେ ଜାଣି ଦେଇଥିଲା। ସେଇଥିପାଇଁ ତା ଯୋଜନା କୌଣସି ପ୍ରକାର କାମ କଲା ନାହିଁ। ସେ ଗାତ ଭିତରୁ ବାହାରିଲା ନାହିଁ। ଏବେ ଯିବା ଆମେ Question number 8କୁ। Did the crab understand the intention of fox? କଙ୍କଡ଼ାର ମନୋବୃତ୍ତିକୁ ସେ ଜାଣିପାରିଲା କି? Did the crab understand? କଙ୍କଡ଼ା କାହାର? କୋକିଶିଆଳିର ମନୋବୃତ୍ତିକୁ ଜାଣିପାରିଲା କି? ଉଦ୍ଦେଶ୍ୟକୁ ଜାଣିପାରିଲା କି? ଇଣ୍ଟେନସନ୍ କହିଲେ ଉଦ୍ଦେଶ୍ୟ। କଙ୍କଡ଼ାଟି ଜାଣିପାରିଲା କି କୋକିଶିଆଳି ଉଦ୍ଦେଶ୍ୟକୁ? Yes, the crab understood the intention of fox. କୋକିଶିଆଳିର ଉଦ୍ଦେଶ୍ୟକୁ ଭଲରେ ବୁଝିପାରିଲା। Did the crab come out of her hole? No, the crab did not come out of her hole. ସେ ତା ଗାତ ଭିତରୁ ବାହାରି ନଥିଲା। Who is clever? କିଏ ଥିଲା ଚତୁର? The crab was clever. କିଏ ଥିଲା ଚତୁର? କଙ୍କଡ଼ା ଥିଲା ଅତ୍ୟଧିକ ଚତୁର। ଏବେ ଯିବା ଆମର ନେକ୍ସଟ ସେସନ୍ କୋଶ୍ଚିନ୍। Post reading. What is the answer the following question? What is the story about? ଏବେ କଲେ the story is about a crab and fox. ଗୋଟିଏ କଙ୍କଡ଼ା
ଏବଂ କୋକିଶିଆଳି ଉପରେ ଆଧାରିତ ଆମର ଗପଟି। What did the fox look for? The fox looked for a crab. କୋକିଶିଆଳି କ'ଣ ଅନୁସନ୍ଧାନ କରୁଥିଲା? କଙ୍କଡ଼ାକୁ ଅନୁସନ୍ଧାନ କରୁଥିଲା। Where did the fox push his tail? କେଉଁଠିକୁ କୋକିଶିଆଳି ତା ଲାଞ୍ଜକୁ ଠେଲି ଦେଇଥିଲା? The fox pushed his tail inside the crab hole. କଙ୍କଡ଼ାର ଗାତ ଭିତରକୁ କୋକିଶିଆଳି ତା ଲାଞ୍ଜକୁ ଠେଲି ଦେଇଥିଲା। Who is clever? କିଏ ଚତୁର ଥିଲା? Crab or fox? The crab is clever. ନେକ୍ସଟ ଆମର କ୍ୱେଶ୍ଚିନ୍ କ'ଣ ଅଛି ଦେଖିବା। ନେକ୍ସଟ ଆମର ଗୋଟେ ଫିଲ୍ ଇନ୍ ଦ ବ୍ଲାଙ୍କ ଅଛି। ଗ୍ୟାପ୍ସକୁ ଆମେ ଫିଲ୍ କରିବା। ମୁଁ ଅଲରେଡ଼ି କରିଦେଇଛି, ତାକୁ ତ ବାସ୍ ତମେ ଖାଲି ରିଡ୍ କରିଦିଅ। Once there lived a crab and a fox. ଏକଦା ଗୋଟିଏ କଙ୍କଡ଼ା ଏବଂ କୋକିଶିଆଳି ବାସ କରୁଥିଲେ। The fox looked for dash. The fox looked for crab. କୋକିଶିଆଳି କଙ୍କଡ଼ା ଅନୁସନ୍ଧାନରେ ଥିଲା। He pushed his tail inside the hole. କୋକିଶିଆଳି ତା ଲାଞ୍ଜକୁ ଗାତ ଭିତରକୁ ଠେଲି ଦେଇଥିଲା। But the crab did not catch his tail. କିନ୍ତୁ କଙ୍କଡ଼ା ତା ଲାଞ୍ଜକୁ ଧରିପାରି ନଥିଲା। The fox changed his plan. ତେବେ ସେ ଏହା ଦେଖି କୋକିଶିଆଳି ତା ଯୋଜନାକୁ ବଦଳେଇ ଦେଇଥିଲା। He sang a song and called the crab to come out. ସେ ଗୀତ ଗାଇ କଙ୍କଡ଼ାକୁ ଡାକିଥିଲା। But the crab did not come out. କିନ୍ତୁ କଙ୍କଡ଼ା ବାହାରକୁ ବାହାରି ନଥିଲା। She said, Am I fool? ମୁଁ କ'ଣ ବୋକା କି? କଙ୍କଡ଼ା କହିଥିଲା, ମୁଁ କ'ଣ ବୋକା କି? I will rather eat and sleep well. ମୁଁ ବରଂ ମୋ ଗାତ ଭିତରେ ଖାଇ ପିଇ in my cozy little hole. ମୋ ଗାତ ଭିତରେ ମୁଁ ଶୋଇବି। ଖାଇ ପିଇ ମୁଁ ମୋ ଗାତ ଭିତରେ ଶୋଇବି। ଏଇ ଗପଟି ଆମର ଥିଲା ଦ କ୍ରାବ୍ ଆଣ୍ଡ ଫକ୍ସ ବିଷୟରେ। ପଏମଟି ବହୁତ ସୁନ୍ଦର ଥିଲା। ଯଦି ମୋ ପଢ଼େଇବା ଶୈଳୀ ତୁମକୁ ଭଲ ଲାଗୁଥିବ, କେଉଁ ଟପିକ୍ ଉପରେ ତୁମର ଭିଡ଼ିଓ ଦରକାର, କେଉଁ ବିଷୟ ଉପରେ ଦରକାର, କେଉଁ କ୍ଲାସ୍ର, ମୋତେ ତୁମେ କମେଣ୍ଟ ସେକ୍ସନରେ ଜଣାଇବ। ଥ୍ୟାଙ୍କ ୟୁ ଅଲ୍ ଅଫ୍ ୟୁ। Thank you for watching my video. Thank